40 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ। ପିକଅପ୍ ଭ୍ୟାନ୍ରେ ଗଞ୍ଜେଇ ଚୋର ଚାଲାଣ ବେଳେ ନିରାକାରପୁର ଲେବଲ କ୍ରସିଂ ନିକଟରେ ପିକଅପ୍ ଭ୍ୟାନ୍କୁ ମାଡ଼ି ବସିଲା ଟାଙ୍ଗୀ ଅବକାରୀ ପୋଲିସ। ପିକଅପ୍ ଭ୍ୟାନ୍କୁ ଜବତ କରି ତଖିନ ବେଳେ ଜରିପାଲ ଭିତରୁ ବାହାରିଲା ବସ୍ତା ପରେ ବସ୍ତା 15ରୁ ଅଧିକ ବସ୍ତା ଗଞ୍ଜେଇ। ପିକଅପ୍ ଭ୍ୟାନ୍ ସହ ଗଞ୍ଜେଇକୁ ହେପାଜତକୁ ନେଇଥିଲା ଟାଙ୍ଗୀ ଅବକାରୀ ପୋଲିସ। ଅବକାରୀର କାର୍ଯ୍ୟାଳୟରେ ତଦନ୍ତ ସହ ଓ ଓଜନ ପରେ ଜବତ ଗଞ୍ଜେଇର ଓଜନ 4 କୁଇଣ୍ଟାଲ ବୋଲି ଜଣାପଡ଼ିଛି। ଜବତ ଗଞ୍ଜେଇର ବଜାରର ମୂଲ୍ୟ 40 ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ଘଟଣାରେ ଗାଡ଼ି ଚାଳକକୁ ଗିରଫ କରି ଅବକାରୀ ପୋଲିସ ଗିରଫ ଅଭିଯୁକ୍ତଙ୍କର ନାମ ପୂର୍ଣ୍ଣଚନ୍ଦ୍ର ଦେଓ, ବୟସ 35 ବର୍ଷ, ଘର ପୁରୀ ଜିଲ୍ଲା ବ୍ରହ୍ମଗିରି ଗୌଡ଼ସାହିର। ଆସ୍କା ଶେରଗଡ଼ରୁ ବ୍ରହ୍ମଗିରିକୁ ଗଞ୍ଜେଇ ହେଉଥିଲା ଚୋର ଚାଲାଣ। ଚଣ୍ଡେଶ୍ୱରଠାରୁ ଗଞ୍ଜେଇ ଗାଡ଼ିକୁ ପିଛା କରି ଶେଷରେ ନିରାକାରପୁର ନିକଟରେ ଗାଡ଼ିକୁ ଧରିବାରେ ସଫଳ ହୋଇଛି ଅବକାରୀ ପୋଲିସ। ତମ ନାଁ କ'ଣ? ପୂର୍ଣ୍ଣ ଗଞ୍ଜେଇ କୁଆଡ଼େ କୁଆଡ଼େ ନେଉଥିଲ, କ'ଣ ପାଇଁ ନେଉଥିଲ? ଗଞ୍ଜେଇ ଥିଲା ହେଲେ ମୁଁ ଜାଣିନଥିଲି। ହଁ, ଆଉ କ'ଣ ଥିଲା ସେଥିରେ? ମାଲ ଡ୍ରାଇଭର ହିସାବରେ ମୋତେ ପଠେଇଥିଲେ କି ଜିନିଷ ଆଣିବାକୁ ଅଛି, ଆଣିକି ଆସ। ମୁଁ ଜିନିଷ ଆଣିକି ଆସିଥିଲି, ସାର୍ ଚେକିଂରୁ ଗଞ୍ଜେଇ ବିଲା କହୁଛନ୍ତି। ସବୁ ଲୋଡ଼ କଲାବେଳେ ଜାଣିନ ଗଞ୍ଜେଇ ଥିଲା ବୋଲି? ନାଇଁ ସାର୍, ଏଇଥର ନା ପ୍ରଥମ ଥର ସେ ତାଙ୍କର ବହୁଥିଲା ଆଗରୁ? ପ୍ରଥମ ସାର୍। କେଉଁଠୁ କୁଆଡ଼େ ନେଇକି ଯାଉଥିଲ? ନାଇଁ ସାର୍, ବ୍ରହ୍ମଗିରି ଆସୁଥିଲା। କ'ଣ ବୋଲି ମାଲିକ ତୁମକୁ କହିକି ଛାଡ଼ିଲେ? କ'ଣ ଲୋଡ଼? ଜିନିଷ ବୋଲି କ'ଣ ଜିନିଷ? ଏ ଦୋକାନ ଜିନିଷ। ଆମେ ଗୋଟେ ବିଶେଷ ସୂତ୍ରରୁ ଖବର ପାଇଲୁ ଯେ ଗଞ୍ଜେଇ ଗୋଟେ ଆସୁଛି ଆସ୍କା ଶେରଗଡ଼ରୁ ବ୍ରହ୍ମଗିରି ଯିବ ବୋଲି। ତାପରେ ଗୋଟେ ଛୋଟିଆ ଟିମ୍ ଗୋଟେ କରିଲୁ। ସେ ଟିମ୍ରେ ଆମେ ସକାଳୁ ପାଇ ଧରିଲୁ। ସେଥିରେ ପିକଅପ୍ ଭ୍ୟାନ୍ରେ 16ଟି ବସ୍ତା ଥିଲା। ତାକୁ ଓଜନ କରିବା ପରେ 4 କୁଇଣ୍ଟାଲରୁ ଉର୍ଦ୍ଧ୍ୱ ହେଲା। ତା'ର 45 ଲକ୍ଷରୁ ଉର୍ଦ୍ଧ୍ୱ ହେବ ବର୍ତ୍ତମାନ। ଆଉ 2ଟା ମୋବାଇଲ୍ ମଧ୍ୟ ଜବତ କରାଯାଇଛି। ଏଇଟା ଲେବୁଲ୍ କ୍ରସିଂ ଆପଣଙ୍କର ନିରାକାରପୁର ଧରାହେଇଛି। ଏକା ଆସିଥିଲା ଡ୍ରାଇଭର, କୁଆଡ଼େ ଚାଲାଣ ହେଉଥିଲା? ବ୍ରହ୍ମଗିରି ଯାଇଥାନ୍ତା।